ନୂଆପଡ଼ାରେ ବଢ଼ୁଛି ରୁଦ୍ରତାପ। ନୂଆପଡ଼ାରେ ଦିନକୁ ଦିନ ପ୍ରଚଣ୍ଡ ରୁଦ୍ରତାପ ବଢ଼ିବାରେ ଲାଗିଛି। ଦିନ 11ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଘରୁ ବାହାରକୁ ଯାଇ ହେଉନାହିଁ। ଜିଲ୍ଲା ପ୍ରଶାସନ ମଧ୍ୟ ଅତି ଆବଶ୍ୟକୀୟ କାମ ନଥିଲେ ଉକ୍ତ ସମୟରେ ଘରୁ ବାହାରିବା ପାଇଁ ବାରଣ କରିଛନ୍ତି। ଲୋକେ ଖରାରୁ ରକ୍ଷା ପାଇବା ପାଇଁ ଆଖୁରସ, ଆମ୍ବରସ ଓ ଲସି ପିଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ତରଫରୁ ପଥଚାରୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏନ୍ଏସି ଓ ବ୍ଲକ ତରଫରୁ ଜଳଛତ୍ର କରାଯାଇ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ମେ 13 ତାରିଖରେ ନୂଆପଡ଼ାରେ ନିର୍ବାଚନ ସରିଛି। ଲୋକେ ବିନା ଜରୁରୀ କାମରେ ଘରୁ ପଦାକୁ ବାହାରୁ ନଥିବାରୁ ସ୍ଥାନୀୟ ଏକତା ଛକ ଓ ଜନଗହଳି ଛକ ସବୁ ଶୂନଶାନ ଦେଖିବାକୁ ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନୂଆପଡ଼ାରେ ସର୍ବୋଚ୍ଚ ତାପମାତ୍ରା 44 ଡିଗ୍ରୀ ପାରଦ ଛୁଇଁଥିବା ବେଳେ ବର୍ତ୍ତମାନ ଆଜି ତାପମାତ୍ରା 43 ଡିଗ୍ରୀ ରହିଥିବା ସୂଚନା ମିଳିଛି। ଅବଶ୍ୟ କାଳବୈଶାଖୀ ଯୋଗୁଁ କିଛି ଦିନ ଅନ୍ତରାଳରେ ଲୋକେ ଅସହ୍ୟ ରୁଦ୍ରତାପରୁ ତ୍ରାହି ପାଇଥିବା ବେଳେ ଚଳିତ ଏପ୍ରିଲ ମାସ ଶେଷରୁ ଆଜି ପର୍ଯ୍ୟନ୍ତ ନୂଆପଡ଼ାରେ ତାପମାତ୍ରା 40 ଡିଗ୍ରୀରୁ ଊର୍ଦ୍ଧ୍ୱରେ ସବୁବେଳେ ରହି ଆସୁଛି। ଅସହ୍ୟ ତାତି ସହିତ ଗୁଳୁଗୁଳି ଯୋଗୁଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। For more updates, please subscribe to our channel and press the bell icon.